ଭଲ କଥା ତ ତୁଣ୍ଡ ଖୋଲିବାକୁ ଏଠି ତୁମକୁ କିଏ ମନା କରିଛି? ସବୁଦିନ ବଣ ଜଙ୍ଗଲରେ ମନ ଇଚ୍ଛା ଯାଇ ବୁଲୁଛ, ବଣରୁ ଫେରି ଏଇ ଅଶୋକ ଗଛ ମୂଳରେ ବସି ବସି ଭାବୁଛ। ତମ ବାପା କେମିତି ଦିନ ରାତି ଯାଇ ବଣ ଜଙ୍ଗଲରେ ବୁଲୁଛନ୍ତି? ସିଏ ତ ଶବର ଜାତିର, ବଣରେ ବୁଲିବା ତାଙ୍କ ଧର୍ମ। ମୁଁ ଏଠି ଶବର ଘରେ 3 ମାସ ହେଲା ରହି ରହି ମୋର ଶବର ଧର୍ମ ହେଇଗଲାଣି। ସତେ? ଲଳିତା, ଲଳିତା, ଏଇ ବାପା ଆସିଲେଣି। ବିଦ୍ୟାପତି, ଏଠି କଣ କରୁଛୁ? ଇଏ କେମିତିକା ଅତିଥି କେଜାଣି, ସବୁଦିନ କୁଆଡେ କୁଆଡେ ଯାଇ ବୁଲିବେ, ଫେରି ଆସି ସେଇ ଅଶୋକ ମୂଳରେ ବସି ଭାବିବେ। ବିଦ୍ୟାପତି, ବସ ବସ ବସ। ମୁଁ ଏ ପଥର ଉପରେ ବସୁଛି। ତମେ କିଏ, କୋଉଠି ତୁମ ଦେଶ, କାହିଁକି ତମେ ଆସିଛ, ଏ କଥା ତମେ ମତେ କେବେ କହିନ କି ମୁଁ ଜାଣିବାକୁ ବି ଚାହେଁ। ହେଲେ 3 ମାସ ତମକୁ ନୀତି ପ୍ରତି ଦେଖି ଦେଖି ତମ ପାଖରେ ମନ ଏମିତି ବାନ୍ଧି ହେଇଗଲାଣି ଯେ ମୁଁ ଠିକ ବୁଝିପାରୁନି। ଶୁଣ ବାପା, ତତେ ମୁଁ ପୁଅଠୁ ଭଳି ସ୍ନେହ କରିଛି। ତୋ ହାତରେ ମୁଁ ଲଳିତାକୁ ଦେବି। ଲଳିତା ସାଙ୍ଗରେ ତୋର ବାହାଘର ହବ। ବାହାଘର? କାହିଁକି? ବାହାଘରଠୁ ବଳି ଆଉ ପୁଣ୍ୟ କାମ କଣ ଅଛି ଯେ ତୋ ଆଖି ଖୁସି ହେଇଯାଉଛି? ମୋ ଝିଅ କଣ ତୋ ମନକୁ ପାଉନି? ଝିଅ ତମର ଯେମିତି ରୂପବତୀ ସେମିତି ଗୁଣବତୀ, କିନ୍ତୁ ତମେ ଶବର, ମୁଁ ବ୍ରାହ୍ମଣ। କଣ କହିଲୁ? ମୁଁ ଶବର ବୋଲି ଛୋଟ ଜାତି, ଆଉ ତୁ ବଡ ଜାତି। ତୁ ଜାଣୁ ମୁଁ କାହା ପୁଅ?